ପଶ୍ଚିମବଙ୍ଗରେ ହିଂସା। ମମତା ଯେଉଁ କହିଥିଲେ ମୋତେ ଯଦି ଭୋଟ ନ ଦେବ ମୁଁ ବଙ୍ଗାଳକୁ ବର୍ବାଦ କରିଦେବି, ତାହା ଆରମ୍ଭ ହୋଇଗଲାଣି। ଶୁଭେନ୍ଦୁ ଅଧିକାରୀ ଯିଏକି ବଙ୍ଗଳାର ଭାବି ମୁଖ୍ୟମନ୍ତ୍ରୀ ବା କଲିକତାର ଭାବି ମୁଖ୍ୟମନ୍ତ୍ରୀ, ତାଙ୍କ ପିଏକୁ ମର୍ଡ଼ର କରିଦିଆଯାଇଛି ଆଜି। ତେଣୁ ବଙ୍ଗଳାରେ ପ୍ରବଳ ହିଂସା ଏବଂ ବଙ୍ଗଳାରେ ତାଙ୍କର ମମତା ବାନାର୍ଜୀଙ୍କର ଜଣେ MP ରାଜ୍ୟସଭା ସଦସ୍ୟ ମାନେ ସାଙ୍ଗେ ସାଙ୍ଗେ ଟ୍ୱିଟ୍ କରି କହିଛନ୍ତି ବଙ୍ଗଳାରେ ଆମେ ହିଂସା ଚାହୁଁନା, ଯେଉଁ ଲୋକଟା ଏ କାମ କରିଛି ତାକୁ ତୁରନ୍ତ ଧରାଯାଉ ଏବଂ ପ୍ରବଳ ମାତ୍ରାରେ ତାଙ୍କୁ ସଜା ଦିଆଯାଉ। ଏହା ହେଉଛି ମମତାଙ୍କର ଚାଲ। କାରଣ ମମତା ବାନାର୍ଜୀ ହାରିଲେ କ୍ଷଣି ତାଙ୍କର ଲୋକମାନେ ଆସି ତାଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କର ପିଏକୁ ମାରି ଦେଉଛନ୍ତି, ଯିଏକି ଜଣେ ବହୁତ ବିଜେପିର ସମର୍ଥକ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ମମତା ବାନାର୍ଜୀ କେତେ ହିଂସ୍ର। କାରଣ ସିଏ ପ୍ରଥମେ କହିଲେ ଯେ ମୁଁ ହେଉଛି ହାରି ନାହିଁ, ମୋତେ CRP ଯେଉଁ କରିଛନ୍ତି ଯେଉଁ ଭୋଟଗୁଡ଼ା କାଟିଦେଲେ ସେଥିପାଇଁ ମୁଁ ହାରିଲି ଏବଂ ମୋତେ ନିର୍ବାଚନ କମିଶନ ମାନେ ବିଜେପିକୁ ଭୋଟ ଠକିଛନ୍ତି, ବିଜେପି ଭୋଟ ଚୋରି କରିକି ଠକିଛି ଏବଂ EVM ଟ୍ୟାମ୍ପରିଂ କରି ଜିତିଛି। ମମତା ବାନାର୍ଜୀ ଏବେ ବି ପ୍ରସ୍ତୁତ ନୁହନ୍ତି ମାନିବା ପାଇଁ ଯେ ସିଏ ହାରିଛନ୍ତି ବୋଲି। କହିଲେ ମୁଁ ଇସ୍ତଫା ଦେବି ନାହିଁ, ମୋଦି ଶାହଙ୍କ ଯୋଗୁଁ ମୁଁ ହାରିଛି ଏବଂ ସିଏ ସବୁବେଳେ ଭୋଟ ଟ୍ୟାମ୍ପରିଂ କରି ଜିତୁଛନ୍ତି। କିନ୍ତୁ ଇଏ ତ ଭୋଟ ସରିଯାଇଛି, ଭୋଟ ସରୁ ସରୁ ସାଙ୍ଗେ ସାଙ୍ଗେ ଶୁଭେନ୍ଦୁ ଅଧିକାରୀଙ୍କର ପିଏକୁ ମାରି ଦିଆଗଲା। କ'ଣ ପାଇଁ ମାରି ଦିଆଗଲା? ଏବେ ମାରିଦେବା ପାଇଁ କିଏ ମାରିବ? କ'ଣ ବିଜେପି ବାଲା ବିଜେପିକୁ ମାରିବେ? ତାପରେ ଆମର ଯେଉଁ ହିରୋଇନ୍, ବଙ୍ଗାଳର ହିରୋଇନ୍, ଯେଉଁ ବଙ୍ଗାଳୀ ହିରୋଇନ୍ ଶାଓନି ଘୋଷ, ଯିଏକି ଡାଇଲଗ୍ ମାରିଛନ୍ତି ଏବଂ କହୁଛନ୍ତି ଯେ ଶିବଲିଙ୍ଗକୁ ଦରକାର କଣ୍ଡମ୍। ଏହି ହିନ୍ଦୁ ବିରୋଧୀ ୱାର୍ଡ଼ ଯୋଗୁଁ ଆଜି ମମତା ବାନାର୍ଜୀ ହାରିଛନ୍ତି। ମମତା ବାନାର୍ଜୀ ବି ପୁରା ହିନ୍ଦୁ ବିରୋଧୀ ଏବଂ ମୁସଲମାନମାନଙ୍କୁ ସପୋର୍ଟ କରିଛନ୍ତି। ସିଏ ଏଇକ୍ଷିଣା ପୁରା ରାଗିକି ଚୁର୍ ଅଛନ୍ତି, କିନ୍ତୁ ସେ ଜାଣିପାରୁନାହାନ୍ତି ବିଜେପି ହେଉଛି ହିନ୍ଦୁ ରାଷ୍ଟ୍ର କରିବାକୁ ଚାହୁଁଛି। ହିନ୍ଦୁମାନଙ୍କ ପାଇଁ ବିଜେପି ହେଉଛି ମହାନ। ବିଜେପି ସରକାର ଯାହା କରୁଛି ଠିକ୍ କରୁଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭାରତକୁ ବହୁତ ଆଗକୁ ନେଇଛନ୍ତି ଏବଂ ମମତା ବାନାର୍ଜୀଙ୍କର ଏ ଯେଉଁ ରାଜନୀତି, ଇଏ ଯେଉଁ ଅହଙ୍କାର ରହିବ ନାହିଁ। କାରଣ ଏବେ ବିଜେପି ପୁରା ଆକ୍ସନ୍ ମୋଡ଼୍ରେ ଅଛି। ଏବେ ସରକାର ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ୍ ସରକାର। ଯେଉଁମାନେ ମର୍ଡ଼ର କରିଛନ୍ତି ତା ପାଇଁ ତଦନ୍ତ ଟୋଟାଲି ଚାଲିଛି ଜୋରସୋର ଉପରେ ଏବଂ ତଦନ୍ତ ରିପୋର୍ଟ ବି ଆସିବ ଏବଂ ଦରକାର ପଡ଼ିଲେ ଯିଏ ଆରେଷ୍ଟ ହେବେ। ମମତା ବାନାର୍ଜୀ ବି ଯେଉଁ ମନମୁଖୀ ଶାସନ କରୁଛନ୍ତି, ଦରକାର ପଡ଼ିଲେ ତାଙ୍କ ଉପରେ ସବୁ ଧାରା ଲାଗିବ ଏବଂ ତାଙ୍କ ଉପରେ CBI ଏବଂ EDର ରେଡ୍ ବି ହେବ। କାରଣ ସେ ଯେଉଁ 15 ବର୍ଷ ଧରି ଯେଉଁ ଦୁର୍ନୀତି କରିଛନ୍ତି, ଯେଉଁ କଳା ଚିଠା ସବୁ ଅଛି, ସେ CBI ଏବଂ ED ମାଧ୍ୟମରେ ବିଜେପି ସରକାର କେବେ ବି ଛାଡ଼ିବନି, ତାଙ୍କୁ ଧରିବା ପାଇଁ ଚେଷ୍ଟା କରିବ। ମମତା ବାନାର୍ଜୀଙ୍କର ଯେଉଁ ଗୁଣ୍ଡାଗର୍ଦି ଆଉ ଚଳିବ ନାହିଁ। ମମତା ବାନାର୍ଜୀ ସବୁବେଳେ ମୁସଲମାନମାନଙ୍କୁ ସପୋର୍ଟ କରନ୍ତି ଏବଂ ବାଂଲାଦେଶୀ ମୁସଲମାନମାନଙ୍କୁ ଅନୁପ୍ରବେଶକାରୀମାନଙ୍କୁ ଆଣି ଇଣ୍ଡିଆରେ ଯେଉଁ ତାଙ୍କର ନିର୍ବାଚନ ମଣ୍ଡଳରେ ପୂରେଇ କଲିକତାଟାକୁ ପୁରା ଗୁଣ୍ଡାରାଜ କରିଥିଲେ। ସେଇ ଗୁଣ୍ଡାରାଜ ପ୍ରତିବାଦରେ ଏଥର ଭୋଟିଂ ହେଇଛି ଏବଂ ସେଥିପାଇଁ ମମତା ବାନାର୍ଜୀ ହାରିଛନ୍ତି। କିନ୍ତୁ ମମତା ବାନାର୍ଜୀ ଜାଣିନଥିଲେ ଯେ ସେ ହାରିବେ ବୋଲି ଏବଂ ସିଏ ଏଥିପାଇଁ ପୁରା ତା ପୂର୍ବରୁ କହିଛନ୍ତି। ଆପଣ ତାଙ୍କ ଭାଷଣରେ ସବୁ ଦେଖିଥିବେ, ବିଭିନ୍ନ ନ୍ୟୁଜ୍ ଚ୍ୟାନେଲରେ ଦେଉଛି, କହୁଛି 4 ତାରିଖ ପରେ ତୁମକୁ କିଏ ବଞ୍ଚେଇବ। ମାନେ ମମତା ବାନାର୍ଜୀ ଭାବୁଥିଲେ ଯେ ସେ ସମ୍ପୂର୍ଣ୍ଣ ଭାବରେ ଜିତିଯିବେ ବୋଲି, ସେ ହାରିବେ ବୋଲି କେହି ଭାବିନଥିଲେ। ଶୁଭେନ୍ଦୁ ଅଧିକାରୀ ତାଙ୍କୁ ହରେଇଛନ୍ତି ଏବଂ ଶୁଭେନ୍ଦୁ ଅଧିକାରୀ ଏଥର ଭାବି ମୁଖ୍ୟମନ୍ତ୍ରୀ ରେସ୍ରେ ଆଗରେ ଅଛନ୍ତି। କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବ ସେ ମୋଦିବାବୁ ଚିନ୍ତା କରିବେ। କାରଣ ବିଜେପି ଦଳ ହେଉଛି ଏକ ରାଷ୍ଟ୍ରୀୟ ଦଳ, ତେଣୁ ତାଙ୍କର ସବୁ ନିଷ୍ପତ୍ତି ଉପରୁ ଆସେ।
କିଏ ମୁଖ୍ୟମନ୍ତ୍ରୀ ହେବ ସେଇଟା ସ୍ପଷ୍ଟ ହେଇନି, କିନ୍ତୁ ଶୁଭେନ୍ଦୁ ଅଧିକାରୀ ଆଗରେ ଅଛନ୍ତି ଏହା ସତ। କିନ୍ତୁ ଲାଷ୍ଟକୁ କ'ଣ ହେବ ସେଟା ମୋଦି ଏବଂ ଶାହ ଏବଂ RSS ଚିନ୍ତା କରିବେ। କିନ୍ତୁ ବର୍ତ୍ତମାନ ଯେଉଁ ମର୍ଡ଼ର ହେଇଛି ସେ ମର୍ଡ଼ରର କିଏ କରିଛି ତାର ତଦନ୍ତ ଜୋରସୋରରେ ଚାଲିଛି ଏବଂ ମମତା ବାନାର୍ଜୀ ଯେଉଁ ଭଳିଆ କାମ କରିଛନ୍ତି ଏବଂ ଯେଉଁ କହୁଛନ୍ତି ମୁଁ ଇସ୍ତଫା ଦେବିନି, ଏଇଟା ହେଉଛି ହାସ୍ୟାସ୍ପଦ। ମମତା ବାନାର୍ଜୀ ନିଜେ ଜାଣିବା କଥା ସେ 3 ଥର ମାନେ 15 ବର୍ଷ ହେଲା ମୁଖ୍ୟମନ୍ତ୍ରୀ, 3 ଟର୍ମ ମୁଖ୍ୟମନ୍ତ୍ରୀ। ପୂର୍ବରୁ ସେ କେନ୍ଦ୍ରରେ ବିଜେପିର ସହାୟତା ଧରି 2001 ମସିହାରେ ସେ ରେଲୱେ ମିନିଷ୍ଟର ମଧ୍ୟ ହେଇଥିଲେ ଏବଂ ମମତା ବାନାର୍ଜୀ ବିଜେପିକୁ ହିଁ ଡାକିଥିଲେ ବାଂଲାଦେଶରେ ଆମର ବେଙ୍ଗଲରେ ପୁରେଇଥିଲେ। ଯେଉଁ ବିଜେପି ହାତ ଧରି ମମତା ବାନାର୍ଜୀ କେନ୍ଦ୍ରମନ୍ତ୍ରୀ ହେଇଥିଲେ ସେଇ ବିଜେପି ତାଙ୍କୁ ଏବେ ଗାଦିଚ୍ୟୁତ କରିଦେଇଛି। ତେଣୁ ଏବେ ସେ ରାଗରେ ଖିନଭିନ ହେଇ ପୁରା ରାଗ କାହା ଉପରେ ଚଢ଼ାଉଛନ୍ତି। ଜଗନ୍ନାଥ ସଂସ୍କୃତିକୁ ବର୍ବାଦ କରିଛନ୍ତି। ସେ ଯେଉଁ ଦୀଘାରେ ଯେଉଁ କରିଥିଲେ ଜଗନ୍ନାଥ ଧାମ ତାହାର ଯେଉଁ ପ୍ଲାନ୍ଟା ସେ ସକ୍ସେସ୍ ହେଲାନି। ଜୟ ଶ୍ରୀରାମ ନାରାକୁ ଘୋର ବିରୋଧ କରନ୍ତି। ଜୟ ଶ୍ରୀରାମ କହିଲେ ସେ ପୁରା ପାଗଳ ହେଇଯାଆନ୍ତି, କହୁଛନ୍ତି ଜୟ ବଙ୍ଗାଲ। ଆରେ ବେଙ୍ଗଲ ହେଉଛି ବାଂଲାଦେଶର ନାରା। ବାଂଲାଦେଶର ନାରାଟାକୁ ଆମ ଜୟ ବେଙ୍ଗଲୀ କହିବାର ମାନେ କ'ଣ? କଲିକତା କହୁନ? ବାଂଲାଦେଶୀ ନାରାଟାକୁ ଆମର ଏଠି କାହିଁକି ପୁରଉଛନ୍ତି? ଜୟ ଶ୍ରୀରାମ କହିଲେ କାହିଁକି ଚିଡ଼ୁଛନ୍ତି? ହିନ୍ଦୁମାନଙ୍କ ଉପରେ ଏତେ ରାଗ କ'ଣ ପାଇଁ, ଏତେ ଅହଙ୍କାର କ'ଣ ପାଇଁ? ଏହାର ପ୍ରତିଦାନରେ ଏଥର ସେ ହାରିଛନ୍ତି ଏବଂ ତାଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି ମୋଦି। କିନ୍ତୁ ଏଇ ଯେଉଁ ମର୍ଡ଼ରଟା ହେଇଛି ସେ ମର୍ଡ଼ରର ତଦନ୍ତ ଜୋରସୋରରେ ଚାଲିଛି। ଯିଏ ଦୋଷୀ ସେ ନିଶ୍ଚିନ୍ତ ଭାବରେ ସଜା ପାଇବ, କାରଣ ଡବଲ ଇଞ୍ଜିନ୍ ସରକାର, ମୋଦିର ସରକାର ଏବଂ ହିନ୍ଦୁର ସରକାର। ହିନ୍ଦୁ ରାଜ୍ୟ ଫେରି ଆସୁଛି। ଭାରତର ସବୁ ରାଜ୍ୟରେ ହିନ୍ଦୁ ଭୋଟରମାନେ ବିଜେପିକୁ ସପୋର୍ଟ କରୁଛନ୍ତି। ଆଉ ବିଜେପି ହିନ୍ଦୁ ରାଷ୍ଟ୍ର ଭାବରେ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ପାଇଁ ଲାଗି ପଡ଼ିଛି। ଜୟ ଶ୍ରୀରାମର ନାରା ଚାରିଆଡ଼େ ଚାଲିଛି। ଆପଣମାନେ ପ୍ରଥମେ ମୋ ଭିଡ଼ିଓଟି ଭଲ ଲାଗୁଥିଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ଏବଂ ମମତା ବାନାର୍ଜୀ ହାରିଛନ୍ତି ଏଇଟା ଠିକ୍ ନା ଭୁଲ ତା କମେଣ୍ଟ କରି ଜଣାନ୍ତୁ। ମମତା ବାନାର୍ଜୀ ହାରି ସାରିଲା ପରେ ମଧ୍ୟ ଏଇ ଯେଉଁ କାମଗୁଡ଼ା ବିଜେପିରେ ସେ କହିଥିଲେ ଯେ ମୁଁ ହାରିଲେ ବେଙ୍ଗଲଟାକୁ ପୁରା ବଂଶ ବର୍ବାଦ କରିଦେବି, ତାହା ହିଁ କରୁଛନ୍ତି। ସେ ଯାହା କହିଥିଲେ ତାହା କରୁଛନ୍ତି। କ'ଣ ଇସ୍ତଫା ଦେବିନି ଯେଉଁ କଥାଟା କହୁଛନ୍ତି, ଇସ୍ତଫା ନଦେଲେ କ'ଣ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ରହିବେ? କିନ୍ତୁ ମମତା ବାନାର୍ଜୀ ଯେତେବେଳେ ହାରିଗଲେଣି ଏବେ TMCରେ ଫାଟ ସୃଷ୍ଟି ହେଲାଣି ଏବଂ TMC ଲୋକମାନେ ବିଜେପିକୁ ଆସିବା ପାଇଁ ବି ଚିନ୍ତା କଲେଣି। ତେଣୁ ମମତା ବାନାର୍ଜୀଙ୍କ ବେଶୀ ହୋଇଥିଲା ଯେଉଁ RGକର ମେଡ଼ିକାଲ କଲେଜରେ ମର୍ମିତା ଦେବନାଥର ଯେଉଁ ମୃତ୍ୟୁ ହୋଇଥିଲା, ତାଙ୍କ ମାଆକୁ ବିଜେପି ଏଥର ତାର ପ୍ରାର୍ଥୀ କରାଇଛନ୍ତି ଏବଂ ସେ ମଧ୍ୟ ଜିତିଛନ୍ତି। ତେଣୁ ବିଜେପି ଯେଉଁ କରିଥିଲା ନାରୀମାନେ ଏଠି ସୁରକ୍ଷିତ ନୁହନ୍ତି, ଏହି ଅଭିଯାନରୁ ବିଜେପି ତାର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲା ଏବଂ ଏଥିରେ ମଧ୍ୟ ସଫଳ ହେଇଛି। ମର୍ମିତାଙ୍କ ମାଆକୁ ପ୍ରାର୍ଥୀ କରି ସିଏ ଅଧାଗଡ଼ ଜିତି ଯାଇଥିଲେ ଏବଂ ତାଙ୍କରି ମାଧ୍ୟମରେ ଟୋଟାଲି ଚାରିଆଡ଼େ ବେଙ୍ଗଲରେ ପ୍ରଚାର କରିଥିଲେ ଏବଂ ପ୍ରଚାରରେ ସଫଳ ହୋଇଥିଲେ। ଏବଂ ଜୟ ଶ୍ରୀରାମର ନାରା ନେଇ ବିଜେପି ଏଥର ବହୁତ ବଢ଼ିଆ ଭାବରେ ଇଲେକ୍ସନଟିକୁ ପରିଚାଳନା କରିଥିଲେ। ଅମିତ ଶାହ ଏବଂ ନରେନ୍ଦ୍ର ମୋଦି ସେଠାରେ ଯାଇ ଡେରା ପକାଇ ରହିଥିଲେ। ନରେନ୍ଦ୍ର ମୋଦି 15ଟା ଖଣ୍ଡେ ସଭା କରିଥିଲେ ଏବଂ ଅମିତ ଶାହ ଟୋଟାଲି ବେଙ୍ଗଲ ଛାଡ଼ି ଯାଇନଥିଲେ, କଲିକତା ଛାଡ଼ି ଯାଇନଥିଲେ। ଅମିତ ଶାହ ଏବଂ ଓଡ଼ିଶାରୁ ଆମର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଧର୍ମେନ୍ଦ୍ର ପ୍ରଧାନ ଏବଂ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଯାଇଥିଲେ। ବ୍ୟୁରୋ ରିପୋର୍ଟ, ଉତ୍ତମ ନ୍ୟୁଜ୍।